ଶୁଖିଲା ପଡ଼ିଛି ସାନ୍ଦୁଲ ନଦୀ। ଚିନ୍ତାରେ ନଈକୂଳିଆ ଅଞ୍ଚଳବାସୀ। ନର୍ଲା ସହର କଡ଼ରେ ବହିଯାଇଛି ଖରସ୍ରୋତା ସାନ୍ଦୁଲ ନଦୀ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ବଣ ପାହାଡ଼ରୁ ଉତ୍ପତ୍ତି ହୋଇଥିବା ଏହି ନଈରେ ବର୍ଷା ଦିନ ପାଣି ଭର୍ତ୍ତି ହୋଇ ବହିଥାଏ। କିନ୍ତୁ ପ୍ରତିବର୍ଷ ଖରାଦିନ ଶେଷ ପର୍ଯ୍ୟନ୍ତ ଏହି ନଈରେ ପାଣି ବହୁଥିବା ବେଳେ ଚଳିତ ବର୍ଷ ବୈଶାଖ ମାସ ପୂର୍ବରୁ ସ୍ରୋତ ଶୁଖିଯାଇଥିବା ଦେଖିବାକୁ ମିଳିଛି। ଏହି ନଦୀ ନର୍ଲା ନିର୍ବାଚନ ମଣ୍ଡଳୀର ଜୀବନରେଖା ସଦୃଶ। କାରଣ ନଈକୂଳିଆ ଅଞ୍ଚଳବାସୀ ଉଠା ଜଳସେଚନ ମାଧ୍ୟମରେ ଧାନ ଚାଷ ସହିତ ସୂର୍ଯ୍ୟମୁଖୀ, ଚିନାବାଦାମ ଭଳି ବିଭିନ୍ନ ଚାଷ କରି ଲାଭବାନ ହୋଇଥାନ୍ତି। କିନ୍ତୁ କିଛି ବର୍ଷ ହେଲା ସ୍ୱଳ୍ପ ବୃଷ୍ଟି ସହିତ ନଈର ବାଲିକୁ ବେଆଇନ ଭାବେ ଚୋରି କରିବା ଫଳରେ ବାଲି ଶୂନ୍ୟ ହୋଇ ସ୍ରୋତ ଶୁଖିଯାଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଉକ୍ତ ନଈକୂଳରେ ଉପରମୁଣ୍ଡରୁ ତଳମୁଣ୍ଡା ଯାଏ ଶତାଧିକ ପାଣି ଟାଙ୍କି ଉପରେ ନିର୍ଭର କରୁଥିବା ଲୋକେ ଚିନ୍ତାରେ ପଡ଼ିଛନ୍ତି। ଖରାଦିନେ ସରିବାକୁ ଆହୁରି 2 ମାସରୁ ଅଧିକ ବାକି ଥିବା ବେଳେ ପିଇବା ପାଣି ପାଇଁ ମଧ୍ୟ ସଙ୍କଟ ଦେଖାଦେଇଛି। ନଈର ସ୍ରୋତ ବନ୍ଦ ହେବା ଯୋଗୁଁ ନଈକୂଳିଆ ଗ୍ରାମବାସୀ ଆଡ଼ିବନ୍ଧ କରି ଗାଧୋଇଥିବା ନଜରକୁ ଆସିଛି। ଆଗକୁ ପାନୀୟ ଜଳ ସହିତ ଗୋରୁ ଗାଈ ମଧ୍ୟ ପାଣି ପିଇବାରୁ ବଞ୍ଚିତ ହେବ ବୋଲି ଆଶଙ୍କା କରିଛନ୍ତି ନଈକୂଳିଆ ଅଞ୍ଚଳବାସୀ। ନର୍ଲାରୁ ଜଗତରାମ ସାହୁଙ୍କ ସହ ଦୀପକ ଠାକୁରଙ୍କ ରିପୋର୍ଟ, ମସିହା ନ୍ୟୁଜ୍। ଆପଣ ମସିହା ନ୍ୟୁଜ୍ର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କଲେଣି କି? ଯଦି କରିନାହାନ୍ତି ଏବେ କରିନିଅନ୍ତୁ। ଏହା ସହ ମସିହା ନ୍ୟୁଜ୍ର ଫେସବୁକ୍ ପେଜ୍କୁ ଓ ଟ୍ୱିଟରକୁ ଫଲୋ କରନ୍ତୁ। ତା ସହ ମସିହା ନ୍ୟୁଜ୍ର ଏପ୍ ଆସିଗଲାଣି। ନିଜ ମୋବାଇଲରୁ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିନିଅନ୍ତୁ। ଜୟ ଜଗନ୍ନାଥ। ଆଜ୍ଞା ଏଇଟା ଆମର ସାନ୍ଦୁଲ ନଦୀ। ଆଜ୍ଞା ଆମର ବୈଶାଖ ମାସ ପତେ ପାଣି ଯାଇସି। ଏବେ ଚୈତ ମାସ ହେଲାନେ ଶୁଖି ଯାଇଛେ। ତ ପାଣି ପୁନା ଯଦି ଖାଲ ଢେପ ଦେଇକରି କୁଡ଼ା କୁଡ଼ି କରି ଯଦି ରଖତେ ଗାଧବା ପାଧବାକେ ବି ଟିକେ ଅସୁବିଧା ହଉଛେ। ଗାଈ ଦାମୁର ପିଇବାକେ ବି ଅସୁବିଧା ହଉଛେ। ଯଦି ରଖତେ ବୋଇଲେ ଆମକେ ଭଲ ହେତା। ଆଜ୍ଞା ଯୋଗ ସୁବିଧା ହେଇପାରତା। ଚାଷ ତ করতেন, চাষ তো মরা চাষ ছাড়ি দিলু। আরে এবে তো শুকনা আর কানে চাষ হবা খতম। তো এই বর্ষ নাই কেন আমার ছান্দল না সরিগুড়া নাই কেন শুকি গলা জলদি করি। তো কেন বর্ষ বল নাই শুকি এই বর্ষ তো জেঠ বসাক নাই हो कि চৈত মাস নাই हो শুকি গলা তার আগরু। তো গাধবা খাওয়া বহুত প্রবলেম পড়ি বা গা দামর গলা হইরাণ হয়ে যাবে। এই বর্ষ বহুত জলদি শীঘ্র শুকি গলা। ধীরে শুকিବାକୁ ଲାଗିଛି। ସେ ବିଷୟରେ କ'ଣ କହିବେ? ଦେଖନ୍ତୁ, ସାନ୍ଦୁଲ ନଦୀ ଗୋଟେ ଚିର ପ୍ରବାହିତ ନଦୀ। ଦୀର୍ଘ ଦିନରୁ ଏ ନଦୀରେ ଜଳ ପ୍ରବାହିତ ହେଉଥିଲା। କିନ୍ତୁ ବିଗତ କିଛି ବର୍ଷ ହେଲା ଆମେ ଦେଖୁଛୁ ଯେ ଯେଉଁ ପ୍ରକାର ବାଲି ଚୋରା ଚାଲାଣ ହେଉଛି, ସେହି କାରଣରୁ ନଦୀର ଯେଉଁ ଜଳସ୍ରୋତଟା ଶୁଖି ଯାଉଛି ଏବଂ ଉପର ମୁଣ୍ଡରେ ମଧ୍ୟ ଅନେକ ଗୁଡ଼ିଏ ସ୍ଥାନରେ ବିଭିନ୍ନ ଟାଙ୍କି ସବୁ କରାଯାଇଛି, ଯଦ୍ୱାରା କି ଜଳର ସ୍ରୋତ ଯେଉଁ ତଳକୁ ଆସିବା କଥା ସେଇଟା ବର୍ତ୍ତମାନ ଚୈତ୍ର ମାସ ହେଲାଣି ପାଣି ଅଭାବ ଦେଖାଯାଉଛି। ଆଗାମୀ ଦିନରେ ବୈଶାଖ ଅଛି, ଗ୍ରୀଷ୍ମ ଅଛି। ତ କେମିତି କରି ଲୋକମାନେ ବଞ୍ଚିବେ, ଜୀବଜନ୍ତୁମାନେ ପାଣି ପାଇବେ, ବିଶେଷ କରି ମଣିଷମାନଙ୍କ ପାଇଁ ବି ଯେଉଁ ପ୍ରକାରର ଜଳର ଅଭାବ ଦେଖାଯାଉଛି ତାହା ପ୍ରଶାସନ ଧ୍ୟାନ ଦେବା କଥା। ତେଣୁକରି ଯେଉଁ ପ୍ରକାର ଚୋରା ଚାଲାଣ ହେଉଛି ବାଲି ଏବଂ ପାଣିର ବ୍ୟବସ୍ଥା କେମିତି କରିବେ ତାକୁ ପ୍ରଶାସନକୁ ମୁଁ ନିବେଦନ କରୁଛି, ଏହାର ପ୍ରତିକାର ବ୍ୟବସ୍ଥା କରିବା ପାଇଁ।